ନରବେରାମ ଖଣି ନିକଟରେ ଗ୍ରାମବାସୀଙ୍କ ଧାରଣା, ପରିବହନ ବନ୍ଦ। ଜୟ ଜଗନ୍ନାଥ ସାଙ୍ଗମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଭଦ୍ରାସାହି ଗ୍ରାମ ପଞ୍ଚାୟତର ଟଣ୍ଟ ଗ୍ରାମରେ ଥିବା ନରବେରାମ ଖଣି ଫାଟକ ସମ୍ମୁଖରେ କିଛି ସ୍ଥାନୀୟ ବାସିନ୍ଦା ପରିବହନ ସମ୍ପୂର୍ଣ୍ଣ ବନ୍ଦ କରି ଧାରଣା ଦେଇଥିବା ଦେଖିବାକୁ ମିଳିଛି। ନରବେରାମ ଖଣିରେ ଗତ 3 ମାସ ହେଲା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ପରିବହନ କାର୍ଯ୍ୟକୁ ନେଇ ଦ୍ୱନ୍ଦ୍ୱ ଚାଲିଛି। ମାତ୍ର ଏହାକୁ ନେଇ ଖଣି ମାଲିକଙ୍କ ହସ୍ତକ୍ଷେପ ପରେ ଏହାର ଏକ ସମାଧାନ ବାଟ ବାହାରିବା ସହିତ ଖଣି ମାଲିକ ଗ୍ରାମବାସୀଙ୍କ ସମସ୍ତ ଦାବିକୁ ମାନି ନେଇଥିବା ଜଣାପଡ଼ିଛି। ତେବେ ଖଣି ମାଲିକଙ୍କ ହସ୍ତକ୍ଷେପ ପରେ ସେପ୍ଟେମ୍ବର 28 ତାରିଖ ଠାରୁ ପରିବହନ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଆନ୍ଦୋଳନର ନେତୃତ୍ୱ ନେଉଥିବା କିଛି ଛାମୁଆ ନେତା ପରିବହନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଖଣି ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ତେବେ ଏ ବାବଦରେ ଗ୍ରାମବାସୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ନରବେରାମ ଖଣି କମ୍ପାନୀର ଉପସଭାପତି ସଦାନନ୍ଦ ରଣା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କମ୍ପାନୀ ଗ୍ରାମବାସୀଙ୍କ ସମସ୍ତ ଦାବିକୁ ଗ୍ରହଣ କରିଛି। ଏଥିସହିତ କମ୍ପାନୀ ସର୍ବଦା ଗ୍ରାମବାସୀଙ୍କ ସହିତ ଅଛି, ଆଗକୁ ରହିବ ମଧ୍ୟ। ତେବେ କେତେକ ରାଜନେତା ଗ୍ରାମବାସୀଙ୍କୁ ବ୍ୟବହାର କରି ନିଜର ଲାଭ ପାଇଁ ଧାରଣା ଦେଉଛନ୍ତି। ସେହିପରି ଚମ୍ପୁଆ ଉପଖଣ୍ଡର ଜଣେ ପ୍ରଭାବଶାଳୀ ରାଜନେତା ଖଣିଜ ପରିବହନରୁ ଟନ୍ ପ୍ରତି 20 ଟଙ୍କା କମିଶନ ନେବା ଉଦ୍ଦେଶ୍ୟରେ ପର୍ଦ୍ଦା ପଛରେ ରହି ଆନ୍ଦୋଳନ କରାଉଥିବା ଆଲୋଚନା ହେଉଛି।